एक्ट्रेसेस बहुत बढ़िया कले समस्त में आ गोटे करताली हो जाए। कलूरे कालिया कि जो सपाईबू बोली मते मीते काहिते कलूरे कालिया कि जो सपाईबू बोली मते भगवान एमती करते କାହିଁ ପ୍ରୋବ୍ଲେମ୍ ଲାଗୁ ମୁଁ ହେଲେ ସବୁଠୁ ଶ୍ରେଷ୍ଠ ଯେହେତୁ ଜଗା ସବୁଠାରୁ ଭିନ୍ନ ସବୁଠାରୁ ଅଲଗା ଆଉ ସବୁଠାରୁ ଶ୍ରେଷ୍ଠ। ତୋ କଥା କିଛି ବୁଝିପାରୁନି। ବୁଝିଲୁ ପୁଅ ଜୀବନରେ ଜିତିବାକୁ ହେଲେ ଶରୀରର ଦରକାର ନାହିଁ ମନର ବଳ ଦରକାର ଆଉ ସେ ଜଗାକୁ ଡାକେ ସେ ତତେ ମନବଳ ଦେବେ ଆଉ ତତେ ଭଲ ଖାଇଦେବେ ରେ ପୁଅ ଭଲ ରଖିଦେବେ। ଜଗାକୁ ଯେତେବେଳେ ଦେଖ ତୁ ଗୋଟେ ଅପାଇଜ ପିଲାଟା ତୋର କାମ ଦାମ କିଛି ନାହିଁ ସବୁବେଳେ ଘର ମଳିଆ କଲୁ ତୋ ଲାଗି ମୁଁ ଦାଣ୍ଡରେ ଲୋକଙ୍କୁ ମୁହଁ ଦେଖେଇଥାଉ ସୁଦର୍ଶନ ସାର୍ ଗୋଟେ କ'ଣ ପଠେଇଛନ୍ତି ମୋ ପୁଅ କୁଆଡ଼େ ବାଲୁକା କମ୍ପିଟିସନକୁ ଯିବ ପୁରୀ ତାକୁ ଟିକେ ନେଇକି ଯାଆନ୍ତେ ନାଇଁ। ଏତେ ଭିଡ଼ ଭିତରେ ତମ ଦିଟା ଲୋକଙ୍କୁ ନେଇକି ମୁଁ ଠାକୁରଙ୍କ ପାଖକୁ ଯିବି ଆଉ ପୁଣି ଏଇ ଟୋକାଟା ଯାହାର ଏଇ ଅବସ୍ଥାରେ ମୁଁ ତାକୁ ନେଇକି ଯିବି। ଶୁଣ ତମେ ଯାଇକି ମାଆକୁ ଯାଇକି ବାଲିରେ ପଶ ମୁଁ ମୋର ଚାଲିଲି କାଳିଆଙ୍କ ପାଖକୁ। କଲ୍ କଲୁ ମୁଁ ଯାଇକି ଜଗାର ବଡ଼ ମୂର୍ତ୍ତି ଦେଇଥିଲି ଜାଣିଛୁ ତ ବା ଦିଦିକି ଖୋଜିବୁ ଦିଦିକୁ କଲ୍ କରି କହିଦେଇଛି ଟିକେ ଭୋକଟା ନେବି ଖାଇଦେବି ଖା ନାଇଁ ମୁଁ କହିବି ମତେ ସବୁବେଳେ ମୁଁ ଶିଖଉଛି ତୋ କାମ ତୁଟା କରିବନି ମୁଁ କାହିଁ କହିବି ତୁ ନିଜେ ଧରଣା କପଡ଼ା ଖାଇଲେ କ'ଣ ଖାଇଲେ ସବୁବେଳେ ଥିବି चाल चाल तो स्कूल वाला गला ना स्कूल देखो चाल चाल वेरी नाइस ମୁଁ ତତେ ଶିଖେଇଦେବି ମୁଁ ବହୁତ ଭଲ ରିଙ୍ଗ ଥ୍ରୋ କରେ। ଏ କେମ୍ପା ଆସିଲା ରେ এই কেম্পা ডিস পকাইব ভুবনেশ্বরু পড়িব পুরীরে। ଚାଲ ଚାଲ ମୁଁ ତତେ ଦେଖେ ଅତି ଶିଖା ମୁଁ କହିବି ମୁଁ ଖାଇବି ଆରେ କ'ଣ ଚାଲିଛି ଏତେ ସବୁ ଆଉ ରାହୁଲର କ'ଣ ହେଲା? ସେଥିରେ ହସିବାର କ'ଣ ଅଛି? আরে এই কেম্পা সিধা ঠিয়া হই পারুনি ইয়ে কেমিতি ডিস খেলিব। ଆରେ ତମେ ମାନେ କ'ଣ ଜାଣିନ ହ୍ୱିଲ୍ ଚେୟାରରେ ବସି ଲୋକମାନେ କେତେ ପ୍ରକାର ଖେଳ ଖେଳୁଛନ୍ତି ଆଉ ଦୌଡୁଛନ୍ତି ମଧ୍ୟ। ଆଉ ତମେ ମାନେ ଦୀପା ମଲ୍ଲିକଙ୍କ ବିଷୟରେ ଜାଣିଛ କି? ନାଇଁ ଦିଦି ସିଏ କିଏ?
ସେ ହେଲେ ଭାରତର ଜଣେ ଦିବ୍ୟାଙ୍ଗ ଖେଳାଳି। ତାଙ୍କ ଶରୀରର ତଳ ପାର୍ଶ୍ୱ କାମ କରୁନଥିଲା, କିନ୍ତୁ ସେ ହାର ନ ମାନି ଅନେକ କଷ୍ଟ ଚେଷ୍ଟା କରିକି ଭାରତ ପାଇଁ ଏକ ଅଲିମ୍ପିକ୍ସ ଜିତିଥିଲେ। ଆଉ ତମେମାନେ ତ ଜାଣିଛ ରାହୁଲ ବାଲିରେ କେତେ ସୁନ୍ଦର ମୂର୍ତ୍ତି ବନାଏ। ହଁ ବା, ମୁଁ ତାର ସବୁ ଫଟୋ ପଠେଇଛି। ଆଉ ଆମ ସୁଦର୍ଶନ ସାର୍ ତାକୁ ଡାକିଛନ୍ତି ପୁରୀକୁ। ସେଇଠି ଗୋଟେ କମ୍ପିଟିସନ୍ ହେଉଛି। ଆଉ ମୁଁ ଜାଣିଛି ରାହୁଲ ନିଶ୍ଚିନ୍ତ ଜିତିବ। ଆଚ୍ଛା, ବାଲିରେ ମୂର୍ତ୍ତି ବନେଇକି କଣ ଅଲିମ୍ପିକ ଜିତିବ? ପକ ଦେ ପକା। ରାହୁଲ, ତୋ ବାବା ଜମାରୁ ମନ ଉଣା କର। ମୁଁ ଜାଣିଛି ମୁଁ ବି ଯିବି ତୋ ସାଙ୍ଗେ ମନ ଖରାପ। ସ୍ୱପ୍ନ ଦେଖୁଥିଲା। ଭେରି ନାଇସ୍, ଭେରି ନାଇସ୍, ଭେରି 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 ସୋ ଗୁଡ୍। ମୋ ଭିଡ଼ିଓ କଣ ନଉଛି? ଓଡ଼ିଶାର ବିକାଶକୁ କମି କରୁଛି। ଆଜି ଏଠାକୁ ଆସିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ, ଦେଶ ବିଦେଶରେ ପ୍ରଖ୍ୟାତ ଏକ ମହାନ କଳାକାର। ତାଙ୍କର କଳା ଦେଶ ବିଦେଶରେ ଆମ ଓଡ଼ିଶାକୁ ଉଚ୍ଚ କରିଛି। ସେ ଆମର କେହି ନୁହନ୍ତି, ସିଏ ହେଉଛନ୍ତି ଆମର ପ୍ରିୟ ଶ୍ରୀଯୁକ୍ତ ସୁଦର୍ଶନ ପଟ୍ଟନାୟକ। ସାର୍ ନମସ୍କାର। ରସିଆନ୍ ଗ୍ରାଣ୍ଡ ସାଣ୍ଡ ମାଷ୍ଟର 2026 ଚାମ୍ପିୟନସିପ୍ ୱିନର, ଏ ମହାନ ପ୍ରାଇଜ ଜିତି ସେ ବାଲୁକା ଶିଳ୍ପୀ ଜଗତରେ ଏକ ଇତିହାସ ସୃଷ୍ଟି କରିଛନ୍ତି। ସାର୍ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ଧନ୍ୟବାଦ। ସାର୍, ଆପଣ ଏଇ କଳା କେବେଠୁ ଆରମ୍ଭ କଲେ? ଏଇ ଯେଉଁ ପୁରୀ ବେଳାଭୂମି ଦେଖୁଛ, ଏଇଠି ପିଲାବେଳେ ବାଲିରେ ମୂର୍ତ୍ତି ଗଢ଼ୁ କେତେବେଳେ ଏ ଆମର ଜୀବନର ଲକ୍ଷ୍ୟ ହେଇଗଲା ମୁଁ ନିଜେ ବି ଜାଣିନି। ସାର୍ ଆପଣଙ୍କର ସଫଳତାର ରହସ୍ୟଟା? ନିରନ୍ତର ଅଭ୍ୟାସ, ପରିଶ୍ରମ, ଧୈର୍ଯ୍ୟ, ଏଇ ତ ହେଉଛି ଆମ ସମସ୍ତଙ୍କ ସଫଳତାର ମୂଳ ମନ୍ତ୍ର। ଆଉ ତା ସହିତ ଏ ପୁରୀର ବେଳାଭୂମି ଆଉ ଏଇ ଜଗାକାଳିଆ ତାଙ୍କର ଆଶୀର୍ବାଦ ମୋତେ ପ୍ରତିଟି ପଦକ୍ଷେପରେ ଆଗକୁ ଯିବାକୁ ଶକ୍ତି ଦେଇଛି। ସାର୍ ଏବେ ଯେଉଁ ଆମର ଏ କମ୍ପିଟିସନଟି ଚାଲିଛି ସେଥିପାଇଁ ଆପଣଙ୍କ କିଛି ମତାମତ? এই যে কম্পিটিশন চালিছে এটি আপনার দেখুথিবে বহুত প্রখ্যাত কলাকার মানে আসছেন, কিন্তু তা ভিতরে জনে মহান কলাকার বি অছেন। চলো তাকে দেখিবা। স্যার এটি কেতে পিলা বালিরে মূর্তি করি খেলুଛନ୍ତି ଆଉ ସମସ୍ତେ କ'ଣ ଆପଣଙ୍କ ଉପରେ ହେଇପାରିବେ? ଆଉ ଏ ପିଲାଟା ମୋତେ କାହିଁକି କିଛି ଠିକ୍ ଲାଗୁନି ସାର୍। କାହିଁକି ସେ ପିଲାକୁ ଆପଣ ଦେଖିଛନ୍ତି? ଏ ପିଲାର ପରିଶ୍ରମ ଦେଖୁଛନ୍ତି? ସେ କେବଳ ମୋ ଉପରେ ନୁହେଁ, ସେ ମୋଠୁ ବହୁତ ଉପରେ, ବୁଝିଲେ? ତାଙ୍କୁ ଦେଖି ଏ ଯେତିକି କଳାକାର ସବୁ ଅଛନ୍ତି ବହୁତ ପ୍ରେରିତ ହେବେ। ଏ କମ୍ପିଟିସନରେ ଜିତନ୍ତୁ କି ନ ଜିତନ୍ତୁ, ସେ ସମାଜକୁ ବହୁତ ବଡ଼ ଶିକ୍ଷା ଦେଉଛନ୍ତି। ସେ କ'ଣ ସେ ପିଢ଼ି ଛୁଆ ପାଖକୁ ଗଲେଣି? ସେ ନ୍ୟୁଜ୍ଟା କଭର କରିଦେବା। ଚାଲ ବଢ଼ିଆ ଖବର, ଆମ ଚ୍ୟାନେଲଟା ତମ ଉପରେ ବିକଶିତ ହେଇଯିବ, ମାନେ ଭାଇରାଲ ହେଇଯିବ। କାର କହୁଛନ୍ତି ତାଙ୍କ ଚ୍ୟାନେଲ ଫେମସ୍ ହବ। ଧର୍ମ ପଦ ଆଜ 12 ବର୍ଷର
ରାହୁଲ ତମେ କରିପାରିବ, ରାହୁଲ ତମେ କରିପାରିବ। କରିପାରିବୁ ରାହୁଲ, କରିପାରିବୁ ରାହୁଲ, କରିପାରିବୁ। ନିଶ୍ଚିତ କରିପାରିବ। ଧଳା କଳା ଦେଖିଲେ ସମସ୍ତେ କଳା ହେଇଛି। ଏ ଯେଉଁ କମ୍ପିଟିସନ୍ ହେଉଥିଲା ସେଥିରେ ବହୁତ କଳାକାରମାନେ ଯାଇଥିଲେ, କିନ୍ତୁ ଆଜିର ପ୍ରଥମ ପୁରସ୍କାର ଯାଉଛି এই মহান কলাকার শ্রী রাহুল পটনায়ক। बहुत बढ़िया, बहुत बढ़िया। क्यों राहुल? ଦେଖିଲେ ସମସ୍ତେ ଶରୀର ଏହା ହେଲା ତାର କଠିନ ପରିଶ୍ରମର ଫଳ। ଠିକ୍ କହିଲେ, ଶରୀର ଥକିପାରେ କିନ୍ତୁ ମନ କେବେ ହାରେ ନାହିଁ। ଖୁସିରେ ମା ପାଗଳ ହେଇଗଲାଣି। ସେ କେବଳ ଏ ପ୍ରତିଯୋଗିତା ଜିତିନି, ସେ ତାର ଶରୀର, ଜୀବନର ସଂଘର୍ଷ ଆଉ ଆତ୍ମବିଶ୍ୱାସକୁ ଜିତି ଯାଇଛି। ଜିତି ଯାଇଛି। ତମେ କେବେ ତୁମ ଅନ୍ତରାତ୍ମାରେ ତମର ପିଲାର ମନକୁ ଦେଖିଛ? ହେଲେ ହେଲେ ମୁଁ ଦେଖିଛି, ଆଉ ସେ ଜଗା କାଳିଆ ଦେଖିଛି, ଆଉ ସିଏ ମୋ ମନ କାନରେ କୁହେ ଜାଣିଛ, ମୋ ସବୁଠାରୁ ବଡ଼, ମୋ ସବୁଠାରୁ ବଡ଼, ସବୁଠାରୁ ବଡ଼। ତମେ ଠିକ କହିଲ ରାହୁଲ ମା। ମୁଁ ମୋର ସ୍ୱାର୍ଥପର ଆଉ ସ୍ୱାର୍ଥପର ଚକ୍ଷୁରେ କେବେ ତାକୁ ସିଧା ହୋଇ ଦେଖିପାରିନଥିଲି। ସବୁବେଳେ ତାକୁ ମୁଁ ଭାବେ ସିଏ ହେଉଛି ଅଥର୍ବ ଆଉ ବିକୃତ, କିନ୍ତୁ ମୋ କାଳିଆ ମୋତେ କହିଦେଲେ ସିଏ କେବେ ଅଥର୍ବ ନଥିଲା, ସିଏ କେବେ ବିକୃତ ନଥିଲା, ବରଂ ମୋର ଦୃଷ୍ଟିକୋଣ ହେଉଛି ବିକୃତ। ଆଉ ଏହାର ପ୍ରମାଣ ରାହୁଲ ଦେଇଛି, ଏଇ ବାଲୁକାରେ କରିଦେଇଛି ସ୍ୱାକ୍ଷର। ଏଇ ବାଲୁକାରେ ବାଲୁକାରେ ସ୍ୱାକ୍ଷର। ବାଲୁକାରେ ସ୍ୱାକ୍ଷର।